ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସାବସ୍କ ପାଠରେ ସ୍ୱାଗତ କରୁଅଛି। ବନ୍ଧୁ, ଆଜି ଆମେ ଆଲୋଚନା କରିବାକୁ ଯାଉଅଛୁ କାନାନାଇଟ୍ସ ଇନିକ୍ୱିଟି, କେନାନୀୟମାନଙ୍କର ଅଧର୍ମ ବା ପାପ। ଆଜି ରବିବାର ଅକ୍ଟୋବର 26, 2025। ଏହା ଆଲୋଚନା କରିବା ପୂର୍ବେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ସାବସ୍କ ପାଠ ଆମେ ପଢ଼ିବାକୁ ଯାଉଅଛୁ, ଏହା ବୁଝିବା ପାଇଁ, ଏହା ଜାଣିବା ପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର। ଧନ୍ୟବାଦ ଜଣାଉଛୁ ଯେହେତୁ ଆମର ପ୍ରାର୍ଥନା ତୁମେ ଶୁଣିଅଛ। ଯୀଶୁଙ୍କ ନାମରେ ଏହି ଛୋଟ ପ୍ରାର୍ଥନା କରୁଛୁ, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଯେପରି ମୁଁ ଆପଣମାନଙ୍କୁ କହିଲି, ଆଜି ଅକ୍ଟୋବର 26 ତାରିଖ ରବିବାର ଦିନ। ଆଉ ରବିବାର ଦିନରେ ଆମେ ଆଲୋଚନା କରିବାକୁ ଯାଉଅଛୁ କାନାନୀୟମାନଙ୍କର ପାପ ବା କେନାନୀୟମାନଙ୍କର ଅଧର୍ମ ବିଷୟରେ ଆମେ ଦେଖିବା। ଆଉ ବିଶେଷ ଭାବରେ ଆଜି ଆମେ ଆଲୋଚନା କରିବା ଆଦି ପୁସ୍ତକ 15-16, ଲେବୀୟ 18-24-30, ଦ୍ୱିତୀୟ ବିବରଣ 18-9-10-14 ଏବଂ ଏଜ୍ରା 9-11। ଆମେ ଆଜି ଦେଖିବାକୁ ଯାଉଛୁ କି ପରମେଶ୍ୱରଙ୍କ ହୃଦୟରେ କିପରି ଯୋଜନା ଥିଲା, ଆଉ ସେହି ବିଷୟରେ ଆମେ ଆଜି ଦେଖିବାକୁ ଯାଉଅଛୁ। ବନ୍ଧୁ, କିପରି ଯେପରିକି କେନାନରେ ବାସ କରୁଥିବା ଜାତି ଗୁଡ଼ିକର ପାପ ବା ଅଧର୍ମ ଦ୍ୱାରା କଣ ବୁଝାଯାଏ ତାହା ସମ୍ପୂର୍ଣ୍ଣ ଭାବରେ ବୁଝିବା ପାଇଁ ସଦାପ୍ରଭୁ ପରମେଶ୍ୱର ଯେହୋଶୁଆଙ୍କ ପୁସ୍ତକ ବାହାରକୁ ଦେଖିବାକୁ କହନ୍ତି। ଏହି ଜାତି ଗୁଡ଼ିକର ଶିଶୁ ବଳିଦାନ, ମନ୍ତ୍ର ବିଦ୍ୟା, ଯାଦୁ ବିଦ୍ୟା, ଗୁଣି ବିଦ୍ୟା, ଭୂତ ବିଦ୍ୟା ଏବଂ ଆଧ୍ୟାତ୍ମିକ କାର ଘୃଣ୍ୟ ଅଭ୍ୟାସ ଆମକୁ ଏକ ସୂଚନା ଦିଏ, ଯାହା ଆମେ ଦ୍ୱିତୀୟ ବିବରଣ 18-9-12 ଦେଖୁଛୁ, ଯାହା ଆମେ ଆଧ୍ୟାତ୍ମିକତାର ବିଷୟରେ ଆମେ କହୁଛୁ, ଇଂରାଜୀରେ କହୁଛୁ ସ୍ପିରିଟିଜମ। ବନ୍ଧୁ, ଏଇ ଯୋଉ ଲୋକମାନେ ଏହି କେନାନ ଦେଶରେ ଏହିପରି କାମ କରୁଥିଲେ। ଆଉ ଆମେ ଦେଖୁଛୁ ପ୍ରାଚୀନ ଉଗାରିଟି ପାଠ ଗୁଡ଼ିକର ଆବିଷ୍କାର ଯେଉଁମାନେ କରିଛନ୍ତି, ଯାହା ଆମେ କହୁଛୁ ରାସ ସାମରାରୁ, ଯାହାକି କେନାନୀୟ ଧର୍ମ ଏବଂ ସମାଜ ବିଷୟରେ ଅଧିକ ଅନ୍ତର୍ଦୃଷ୍ଟି ପ୍ରଦାନ କରେ। ବନ୍ଧୁ, ସେମାନେ ପ୍ରଦର୍ଶନ କରନ୍ତି ଯେ ଏହି ସଂସ୍କୃତିର ନିନ୍ଦା କେବଳ ବୁଝିବା ଯୋଗ୍ୟ ନୁହେଁ, ବରଂ ପୁରୁଣା ନିୟମର ନୈତିକ ମାନଦଣ୍ଡ ଅନୁସାରେ ଯଥାର୍ଥ ମଧ୍ୟ ଥିଲା ବୋଲି ଆମେ ଦେଖୁଅଛୁ। ବନ୍ଧୁ, କେନାନୀୟ ଧର୍ମ ଏହି ବିଶ୍ୱାସ ଉପରେ ଆଧାରିତ ଥିଲା ଯେ ପ୍ରଜନନକୁ ସୁଚିନ୍ତିତ କରୁଥିବା ପ୍ରାକୃତିକ ଘଟଣା ଗୁଡ଼ିକ ଦେବତା ଏବଂ ଦେବୀମାନଙ୍କ ମଧ୍ୟରେ ଯୌନ ସମ୍ପର୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲା ବୋଲି ଆମେ ଦେଖୁଛୁ। ତେଣୁ ସେମାନେ ଦେବତାମାନଙ୍କ ଯୌନ କାର୍ଯ୍ୟକଳାପକୁ ସେମାନଙ୍କର ନିଜତ୍ୱ ଯୌନ ଆଚରଣ ପରିପ୍ରେକ୍ଷୀରେ କଳ୍ପନା କରୁଥିଲେ ଏବଂ ଦେବତାମାନଙ୍କୁ ସେହିପରି କରିବାକୁ ପ୍ରୋତ୍ସାହିତ କରିବା ପାଇଁ
ରୀତିନୀତ ଯୌନ ଅଭ୍ୟାସରେ ଲିପ୍ତ ଥିଲେ ବୋଲି ଆମେ ଦେଖୁଅଛୁ। ଏହି ଧାରଣାର ପରିଣାମ ସ୍ୱରୂପ ବନ୍ଧୁ ପବିତ୍ର ବେଶ୍ୟାବୃତ୍ତି ପ୍ରତିଷ୍ଠା ହୋଇଥିଲା ବୋଲି ଏବେ ଦେଖୁଛୁ, ଯେଉଁଥିରେ ପୁରୁଷ ଏବଂ ମହିଳା ଉଭୟ ବେଶ୍ୟାମାନ ଜ୍ୱଳନ୍ତ ରୀତିରେ ଲିପ୍ତ ହୋଇଥିଲେ। ପୁଣି ସବୁକିଛି ସେମାନଙ୍କ ନିଜତ୍ୱ ଧାର୍ମିକ ଅଭ୍ୟାସ ଅଂଶ ଭାବରେ ଥିଲା ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଏକ ଜାତି ଏପରି ନୈତିକ ଭୂମିକୁ ଉଠି ପାରିବ ନାହିଁ ଯାହା ଏହାର ଲୋକମାନେ ପୂଜା କରୁଥିବା ଦେବତା ମାନଙ୍କ ଠାରୁ ଉଚ୍ଚ ସେମାନଙ୍କ ଦେବତା ମାନଙ୍କ ପ୍ରତି ଏପରି ବୁଝାମଣା ଫଳସ୍ୱରୂପ ଏହା ଆଶ୍ଚର୍ଯ୍ୟର କଥା ନୁହେଁ ଯେ କିନ୍ୟାନୀୟ ମାନଙ୍କ ଧାର୍ମିକ ଅଭ୍ୟାସରେ ଶିଶୁ ବଳିଦାନ ଅନ୍ତର୍ଭୁକ୍ତ ଥିଲା, ଯାହା ବିରୁଦ୍ଧରେ ବାଇବଲ ବିଶେଷ ଭାବରେ ଚେତାବନୀ ଆମମାନଙ୍କୁ ଦେଉଅଛି। ପ୍ରତ୍ନତିକ୍ତକ ପ୍ରମାଣ ନିଶ୍ଚିତ କରେ ଯେ କିନାନର ବାସିନ୍ଦାମାନେ ନିୟମିତ ଭାବରେ ସେମାନଙ୍କର ପ୍ରଥମ ଜାତ ସନ୍ତାନମାନଙ୍କୁ ଦେବତାମାନଙ୍କୁ ପ୍ରକୃତରେ ରାକ୍ଷାସ ମାନଙ୍କୁ ଯେଉଁମାନଙ୍କୁ ସେମାନେ ପୂଜା କରୁଥିଲେ ସେମାନଙ୍କୁ ବଳିଦାନ ଦେଉଥିଲେ ବୋଲି ଆମେ ଦେଖୁଅଛୁ। ପାତ୍ରରେ ଚୂର୍ଣ୍ଣ ହୋଇଥିବା ଛୋଟ କଙ୍କାଳ ସେମାନଙ୍କ ଅପମାନଜନକ ଧର୍ମ ଏବଂ ସେମାନଙ୍କ ଅନେକ ପିଲାଙ୍କ ପାଇଁ ଏହାର ଅର୍ଥ କଣ ତାହା ପ୍ରମାଣିତ କରୁଥିଲା। ତେଣୁକରି ବନ୍ଧୁ, କିନାନୀୟ ମାନଙ୍କ ନିପାତ ଏକ ପରବର୍ତ୍ତୀ ଚିନ୍ତାଧାରା ନଥିଲା, କିନ୍ତୁ ଯାହା ପରମେଶ୍ୱର ଇସ୍ରାଏଲ ମାନଙ୍କୁ କିନାନ ଦେଶରେ ଦେବରା ନିଷ୍ପତ୍ତି ପରେ ଉଦିତ ହୋଇଥିଲା। କିନାନର ବାସିନ୍ଦା ମାନଙ୍କୁ ଏକ ପରୀକ୍ଷା ସମୟ ଦିଆଯାଇଥିଲା, ଏକ ଅତିରିକ୍ତ ଦୟା ସମୟ ସେମାନଙ୍କୁ ଦିଆଯାଇଥିଲା, ଯେଉଁ ସମୟରେ ସେମାନେ ସେମାନଙ୍କ ମଧ୍ୟରୁ ରହୁଥିବା ପିତୃପୁରୁଷ ମାନଙ୍କୁ ସାକ୍ଷ୍ୟ ମଧ୍ୟରେ ପରମେଶ୍ୱର ଏବଂ ତାଙ୍କ ଚରିତ୍ରକୁ ଆବିଷ୍କାର କରିବାର ସୁଯୋଗ ସେମାନଙ୍କୁ ଦିଆଯାଇଥିଲା। ସେମାନଙ୍କର ସୁଯୋଗ ଥିଲା, କିନ୍ତୁ ସ୍ପଷ୍ଟ ଭାବରେ ଆମେ ଦେଖୁଛୁ ବନ୍ଧୁ ଏହାକୁ ନଷ୍ଟ କଲେ ଏବଂ ପ୍ରଭୁଙ୍କ ବିଶେଷ ବିଷୟରେ ସେମାନେ ବନ୍ଦ କରିବାକୁ ପଡ଼ିବା ପର୍ଯ୍ୟନ୍ତ ସେମାନଙ୍କର ଭୟ କାର୍ଯ୍ୟ ଜାରି ଥିଲା। ବନ୍ଧୁ, ଆମେ ଦେଖୁଛୁ ଯେ ଏମିତି ଜାରି ଥିଲା ଯାହା ଚିରିହ ଦଖଲ ସମୟରେ ଶକ୍ତିଶାଳୀ ସେନାପତି ଏତେ ସରଳ ଭାବରେ ଯୁଦ୍ଧ ଯୋଜନା କରିଥିଲେ ଯେ କୌଣସି ମଣିଷ ଗୌରବ ନିଜ ପାଇଁ ନେଇପାରିବ ନାହିଁ, ଯାହା ଆମେ ଦେଖୁଅଛୁ। ଯେହେତୁ ଏହା ପରମେଶ୍ୱରଙ୍କର ଯୁଦ୍ଧ ଥିଲା, କୌଣସି ମଣିଷ ହାତ ନଗରର ପ୍ରାଚୀର ଭାଙ୍ଗି ପାରିବ ନାହିଁ, ଯେହେତୁ ଏକ ମଜବୁତ ନଗରର ପ୍ରାଚୀର ଥିଲା। ଯେପରି ମନୁଷ୍ୟ ବିଷୟରେ ଗୌରବ ନିଜ ପାଇଁ ଗ୍ରହଣ ନ କରେ କି ସେ ନିଜେ କହିପାରିବ ନାହିଁ ଯେ ମୋ ଶକ୍ତି ଦ୍ୱାରା ମୁଁ ଏହି ନଗରକୁ ହରାଇଅଛି। ତେଣୁ ଆଜି କୌଣସି ମଣିଷ ତାଙ୍କ କାର୍ଯ୍ୟ ପାଇଁ ନିଜକୁ ଗୌରବ ଦେବା ଉଚିତ ନୁହେଁ। ବନ୍ଧୁ, କେବଳ ପ୍ରଭୁଙ୍କ ମହିମା ଦିଆଯିବା ଉଚିତ। ଲୋକମାନେ ସେମାନଙ୍କ ଆଦେଶ ପାଇଁ ପରମେଶ୍ୱରଙ୍କ ଆଡ଼କୁ ଚାହିଁବାର ଆବଶ୍ୟକ ଥିଲା। ବନ୍ଧୁ, ପ୍ରଭୁ ତାଙ୍କ ସୈନ୍ୟବାହିନୀକୁ ବିନଷ୍ଟ ନ କରି ଚାରିପାଖରେ ନିଯୁକ୍ତ କରିଥିଲେ। ଏହା ଓଲଟାଇ ଦେଇଥିଲେ, ଯେପରି କେବଳ ପରମେଶ୍ୱର ନାମ ଗୌରବ ପାଇପାରିବା। ଏହା ସେହି ଗର୍ଭୀ ନଗରୀ ଥିଲା ଯାହାର ଶକ୍ତିଶାଳୀ ଦୁର୍ଗଗୁଡ଼ିକ ଅବିଶ୍ୱାସୀ ଗୁପ୍ତଚର ମାନଙ୍କୁ ଭୟଭୀତ କରାଇଥିଲା ବୋଲି ଆମେ ଦେଖୁଅଛୁ।
ଏବେ ବନ୍ଧୁ ଜିରିହ ଦଖଲ ସମୟରେ ପରମେଶ୍ୱର ଏବ୍ରୀମାନଙ୍କୁ ଘୋଷଣା କରିଥିଲେ ଯେ ସେମାନଙ୍କ ପୂର୍ବପୁରୁଷ ମାନେ 40 ବର୍ଷ ପୂର୍ବରୁ ଏହି ନଗରକୁ ଅଧିକାର କରିଥାନ୍ତେ ଯଦି ସେମାନେ ତାଙ୍କ ଉପରେ ବିଶ୍ୱାସ କରିଥାନ୍ତେ। ବନ୍ଧୁ ସର୍ବଶକ୍ତିମାନ କାର୍ଯ୍ୟ କରିବା ପାଇଁ ପ୍ରତ୍ୟେକ କଠୋର ସଂଘର୍ଷରେ ପୁରୁଷମାନଙ୍କର ଦୁର୍ବଳତା ଆଲୋକିତ ଶକ୍ତି ପାଇବ ଏବଂ ବିଶ୍ୱାସରେ ଦୃଢ଼ତା ଏବଂ ପରମେଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ସଫଳତା ନିଶ୍ଚିତ କରିବ ବୋଲି ଆମେ ଦେଖୁଛୁ। ବନ୍ଧୁ ଯେତେବେଳେ ଦୁଷ୍ଟତାରେ ବିଶାଳ ସଂଘ ସେମାନଙ୍କ ବିରୁଦ୍ଧରେ ସଜ୍ଜିତ ହୋଇଛି ସେ ସେମାନଙ୍କୁ ସାହସୀ ଏବଂ ଶକ୍ତିଶାଳୀ ହେବାକୁ ଏବଂ ସାହସିକ ଭାବରେ ଲଢ଼ିବାକୁ ଆଦେଶ ଦିଅନ୍ତି କାରଣ ସେମାନଙ୍କର ବିଜୟ ପାଇଁ ସ୍ୱର୍ଗ ସଦାପ୍ରଭୁ ଅଛି ଏବଂ ସେମାନଙ୍କ ପଦରେ ଜଣେ ଦୂତ ଅପେକ୍ଷା ଅଧିକ ଅଟନ୍ତି ବୋଲି ଆମେ ଦେଖୁଅଛୁ। ଶକ୍ତିଶାଳୀ ସେନାପତି ସ୍ୱର୍ଗର ସୈନ୍ୟ ବାହିନୀ ଉପରେ ନେତୃତ୍ୱ କରନ୍ତି। ଜିରିହ ଦଖଲ କରିବା ସମୟରେ ବନ୍ଧୁ ଇସ୍ରାଏଲ ଜଣେ ବି ସୈନ୍ୟବାହିନୀ ସହରର ପ୍ରାଚୀର ଭାଙ୍ଗିବା ପାଇଁ ସେମାନଙ୍କ ସୀମିତ ଶକ୍ତି ପ୍ରୟୋଗ କରିବାର ଗର୍ବ କରିପାରିଲେ ନାହିଁ କିନ୍ତୁ ପ୍ରଭୁଙ୍କର ସୈନ୍ୟବାହିନୀର ସେନାପତି ଗ୍ରହଣ କରିଲେ ଏବଂ ମଣିଷକୁ ଉଚ୍ଚ କରାଯିବ ନାହିଁ। ପରମେଶ୍ୱର ଆମକୁ ସମସ୍ତ ଶକ୍ତିର ପ୍ରତିଶ୍ରୁତି ଦେଇଛନ୍ତି କାରଣ ପ୍ରତିଜ୍ଞା ତୁମ ପାଇଁ ଏବଂ ତୁମ ସନ୍ତାନମାନଙ୍କ ପାଇଁ ଏବଂ ଦୂରରେ ଥିବା ସମସ୍ତଙ୍କୁ ଏପରି ଯେତେ ଲୋକ ପ୍ରଭୁ ଆମ ପରମେଶ୍ୱର ଡାକିବେ ଆମେ ପରିତ୍ରାଣର ସେନାପତି ଉପରେ ନିରନ୍ତର ବିଶ୍ୱାସ ଏବଂ ବିଶ୍ୱାସ ରହିବା ଆବଶ୍ୟକ। ବନ୍ଧୁ ବିଲାମର ଭାଗ୍ୟ ଯହୂଦାର ପରି ଥିଲା ଏବଂ ସେମାନଙ୍କର ଚରିତ୍ର ଗୁଡ଼ିକ ପରସ୍ପର ସହିତ ଏକ ସ୍ପଷ୍ଟ ସମାନତା ବହନ କରେ। ଏହି ଦୁହେଁ ପରମେଶ୍ୱରଙ୍କ ସେବା ଏବଂ ଧନକୁ ଏକତ୍ର କରିବାକୁ ଚେଷ୍ଟା କରିଥିଲେ ଏବଂ ସଂକେତ ବିଫଳତାରେ ସମ୍ମୁଖୀନ ହୋଇଥିଲେ। ବିଲାମ ଯହୂଦା ଯୀଶୁଙ୍କୁ ଖ୍ରୀଷ୍ଟ ଭାବରେ ବିଶ୍ୱାସ କରୁଥିଲେ ଏବଂ ତାଙ୍କ ଅନୁଗାମୀମାନଙ୍କ ସହିତ ଏକତ୍ରିତ ହୋଇଥିଲେ କିନ୍ତୁ ବିଲାମ ଯେହୋବାଙ୍କ ସେବାକୁ ଧନ ଏବଂ ସାଂସାରିକ ସମ୍ମାନ ହାସଲ କରିବାର ପାହାଚ କରିବାକୁ ଆଶା କରିଥିଲେ। ବନ୍ଧୁ ଏବଂ ଏଥିରେ ବିଫଳ ହୋଇ ସେ ଝୁଣ୍ଟି ପଡ଼ିଲେ ଏବଂ ଭାଙ୍ଗି ପଡ଼ିଲେ ବୋଲି ଆମେ ଦେଖୁଛୁ। ଯହୂଦା ଖ୍ରୀଷ୍ଟଙ୍କ ସହିତ ତାଙ୍କ ସମ୍ପର୍କ ଦ୍ୱାରା ସେହି ସାଂସାରିକ ରାଜ୍ୟରେ ଧନ ଏବଂ ପଦୋନ୍ନତି ସୁରକ୍ଷିତ କରିବାକୁ ଆଶା କରିଥିଲେ ଯାହା ସେ ବିଶ୍ୱାସ କରିଥିଲେ ଯେ ଖ୍ରୀଷ୍ଟ ସ୍ଥାପନ କରିବାକୁ ଯାଉଛନ୍ତି ତାଙ୍କ ରାଜ୍ୟ। ତାଙ୍କର ଏହି ଆଶା ବିଫଳତା ତାଙ୍କୁ ଧର୍ମତ୍ୟାଗ ଏବଂ ବିନାଶ ଆଡ଼କୁ ନେଇଯାଇଥିଲା। ବିଲାମ ଏବଂ ଯହୂଦା ଉଭୟ ମହାନ ଆଲୋପ ପାଇଥିଲେ ଏବଂ ବିଶେଷ ସୁବିଧା ଉପଭୋଗ କରିଥିଲେ କିନ୍ତୁ ଗୋଟିଏ ଆଦରଣୀୟ ପାପ ସମଗ୍ର ଚରିତ୍ରକୁ ବିଷାକ୍ତ କରିଦେଇଥାଏ ବନ୍ଧୁ ଏବଂ ସେମାନଙ୍କ ବିନାଶର କାରଣ ହୋଇଥିଲା। ବନ୍ଧୁ ଗୋଟିଏ ଆଦରଣୀୟ ଅଧର୍ମ ଧୀରେ ଧୀରେ ଚରିତ୍ରକୁ ନୀତ କରେ ବନ୍ଧୁ। ଏହା ସମସ୍ତ ମହାନ ଶକ୍ତିକୁ ମନ୍ଦ ଇଚ୍ଛାରେ ଅଧୀନକୁ ଆଣିଥାଏ ବନ୍ଧୁ। ବିବେକକୁ ଗୋଟିଏ ସୁରକ୍ଷା ଦୂର କରିବା ଗୋଟିଏ ମନ୍ଦ ଅଭ୍ୟାସର ପ୍ରଲୋଭନ କର୍ତ୍ତବ୍ୟର ଉଚ୍ଚ ଦାବିର ଏକ ଅବହେଳା ଆତ୍ମର ପ୍ରତିରକ୍ଷାକୁ ଭାଙ୍ଗି ଦିଏ ଏବଂ ଶୈତାନକୁ ଭିତରକୁ ଆସି
ଆମକୁ ବିପଦଗାମୀ କରିବା ପାଇଁ ପଥ ଖୋଲିଦିଏ। ବନ୍ଧୁ, ଏକମାତ୍ର ନିରାପଦ ପଥ ହେଉଛି ଆମର ପ୍ରାର୍ଥନା। ପ୍ରତିଦିନ ଏକ ସଚ୍ଚୋଟ ହୃଦୟରୁ ବାହାରିବା। ଯେପରି ଦାଉଦ କହିଲେ, ତୁମ ପଥରେ ମୋର ପାଦଗୁଡ଼ିକୁ ଧରି ରଖ, ଯେପରି ମୋର ପାଦ ଖସି ନ ଯାଏ। ବନ୍ଧୁ, ସେହିପରି ଚାଲନ୍ତୁ ସେହି ଦାଉଦଙ୍କ ପରି ଆମେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ସାବାସ ପାଠ ଆମେ ପଢିଲୁ, ଯାହା ଦ୍ୱାରା ତୁମ ଠାରେ ହିଁ ଆମେ ବିଜୟୀ ହୋଇପାରିବୁ। ତୁମ ବିନା ଆମେ କିଛି ନାହିଁ। ପ୍ରଭୁ, ଆମମାନଙ୍କୁ ପ୍ରତ୍ୟେକ ଆପଦ ବିପଦ ଶୈତାନ ହସ୍ତରୁ ସୁରକ୍ଷାରେ ରଖ। ଆଉ ଏଇ ଯୋଉ ସାବାସ୍କୁଲ ପାଠ ଦ୍ୱାରା ଯାହା ଆମେ ଶିଖୁଛୁ, ଏହି ସବୁ ମନରେ ରଖିବା ପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ବିଶେଷ ଭାବରେ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଶୁଣି ଗ୍ରହଣ କର। ଆମେନ୍।